ଯଦି ଆମେ ପର୍ଯ୍ୟାଲୋଚନା କରିବା ଏଇ ଯେଉଁ ସହିବା ଲୋକ ବଡ଼, ଏହାକୁ ପରମ ପୁରୁଷ ଯେଉଁ ବର୍ତ୍ତମାନର ଯେଉଁ ଘଡ଼ିସନ୍ଧି ମୁହୂର୍ତ୍ତରେ ଯେଉଁ ସର୍ବଶ୍ରେଷ୍ଠ ବିବର୍ତ୍ତିତ ପୁରୁଷ ପରମ ପ୍ରେମମୟ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ଆଦର୍ଶକୁ ଟିକିଏ କୋରିଲେଟ୍ କରିବାକୁ ଚେଷ୍ଟା କରିବି। ଯଦି କିଛି ତ୍ରୁଟି ଥାଏ ନିଶ୍ଚୟ ଆପଣମାନେ ନିଜ ଗୁଣରେ କ୍ଷମା କରିବେ। ଯେ ସହିବାର ଅର୍ଥ ହେଉଛି ସହ୍ୟ କରିବା। ଯିଏ ସହିପାରେ ସେ ବୋହିପାରେ, ଯିଏ ବୋହିପାରେ ସେ ହୋଇପାରେ। ତେଣୁ ଯାହାର ସହିବାର ଦକ୍ଷତା ଅଛି ସେ ବୋହିପାରିବ ଓ ହୋଇପାରିବ। ପ୍ରଶ୍ନ ଆସୁଛି ସେ କାହାକୁ ବୋହିପାରିବ ଆଉ କ'ଣ ହେଇପାରିବ? ସେଥିପାଇଁ ମଧ୍ୟ କୁହାଯାଇଛି ଯେ କହିବା ଲୋକ ତ ମହତ ନୁହଁ ମହତ ସହିବା ଜନ, ସହିଷ୍ଣୁତାହୀନ ବାଳକ ବାଳିକା କ୍ରୋଧେ ହୁଅନ୍ତି ଅଜ୍ଞାନ। ତେଣୁ ଏଇ ଯେଉଁ ସହନଶୀଳତାର ଭାବ, ଏଇ ଯେଉଁ ସହିବାର ଭାବ, ତେଣୁ ଆମମାନଙ୍କୁ ସମସ୍ତଙ୍କୁ କିଛିଟା ସହିବାର ଆବଶ୍ୟକତା ଅଛି। ଯେମିତିକି ଆମେ କହିପାରିବା ଯେ ପରିବାର ଭିତରର ସହନଶୀଳତା, କାରଣ ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ପରସ୍ପର ସ୍ନେହ ହିଁ ଥାଏ ନିରନ୍ତର। ତେଣୁ ପରମ ପୁରୁଷ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଏଇ ଯେଉଁ କଳି ଯୁଗରେ ଯେଉଁ ସର୍ବଶ୍ରେଷ୍ଠ ବିବର୍ତ୍ତିତ ପୁରୁଷ ଆମ ପୃଥିବୀ ପୃଷ୍ଠକୁ ଆଗମନ କରିଛନ୍ତି, ଆମମାନଙ୍କୁ ଦୟାକରି ଆମମାନଙ୍କୁ ଧରା ଦେଇଛନ୍ତି। ସେ ଆସିଛନ୍ତି ସର୍ବପ୍ରଥମେ ଏଇ ଗୋଟେ ପାରିବାରିକ ଶୃଙ୍ଖଳା ପାଇଁ ନେଇ ଏବଂ ଗୋଟେ ସୁନ୍ଦର ପରିବାରର ପରିକଳ୍ପନା କରିଛନ୍ତି। ଯେଉଁ ସତ୍ସଙ୍ଗ ମାଧ୍ୟମରେ ଆମେ ସେଇ ପିତା ପୁତ୍ରର ଲୀଳାକୁ ଆମେ ଉପଭୋଗ କରୁଛନ୍ତି ଏବଂ ତାଙ୍କର ଆଦର୍ଶରେ ଆମେ ନିଜକୁ ଅନୁପ୍ରାଣିତ କରୁଛନ୍ତି। ଏଇ ପରିବାରର ସହନଶୀଳତାରୁ ସେ କହୁଛନ୍ତି ଯେ ପିଲାମାନଙ୍କୁ ବା ପ୍ରତ୍ୟେକ ପିଲାମାନଙ୍କୁ ବା ସନ୍ତାନ ଚର୍ଯା, ପିଲାମାନଙ୍କ ନିକଟରେ ବା ପିଲାପିଲିମାନଙ୍କ ନିକଟରେ ଆମମାନଙ୍କର ବା ପିତାମାତାଙ୍କର ସହନଶୀଳତା କେମିତି ହେବ, କେମିତି ସେମାନଙ୍କୁ ଆମେ ସହନ ବହନ କରି ତାଙ୍କର ଗନ୍ତବ୍ୟ ପଥକୁ ଆମେ କୁସୁମିତ କରିପାରିବା। ପରମ ପୁରୁଷଙ୍କର ସେ ବାଣୀ ଥିଲା, ପିତାମାତା ଝଗଡ଼ା କରି ପିଲାପିଲି ଦେଖେ, ସର୍ବନାଶର ନରକ ଦୁଆରେ ପିଲାପିଲିଙ୍କୁ ରଖେ। ଯେତେବେଳେ ପିଲାମାନଙ୍କର ଭବିଷ୍ୟତ କଥା ଚିନ୍ତା କରୁଛନ୍ତି, ପରମ ପୁରୁଷଙ୍କର ପରଶରେ ତାଙ୍କୁ ଆମେ ରଖିବା ପାଇଁ ଚେଷ୍ଟା କରୁଛନ୍ତି, ସେତେବେଳେ ସର୍ବପ୍ରଥମ ଦାୟିତ୍ୱ ହେବ ପିତାମାତାଙ୍କର ଯେ ପିଲାମାନଙ୍କ ନିକଟରେ କୌଣସି ଝଗଡ଼ା ଝାଣ୍ଟି କରିବାର ଆବଶ୍ୟକତା ହିଁ ନାହିଁ। ଏବଂ ସେ ପିଲା ନିକଟରେ ପିଲାର ମାନସିକତାକୁ ସର୍ବପ୍ରଥମେ ବୁଝିବାକୁ ପଡ଼ିବ ଏବଂ ପିଲା ଯାହା ଚାହୁଁଛି ସେଇ ଅନୁସାରେ ଯଦି ସେ ଠିକ୍ କଥାରେ କହୁଛି ତାକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ, ତାକୁ ବିରୋଧ କରିବାକୁ ପଡ଼ିବ ନାହିଁ। ଆଲୋଚନା ପ୍ରସଙ୍ଗ 2 ଖଣ୍ଡ ପୃଷ୍ଠା 206 ଠାକୁର କହୁଛନ୍ତି, ପିଲାର ପ୍ରଥମ ଶିକ୍ଷା ଆରମ୍ଭ ହୁଏ ତାର ମା ପାଖରୁ। ତେଣୁ ମାର ଅଭ୍ୟାସ ଚାଲିଚଳନ ଖୁବ୍ ନିୟନ୍ତ୍ରିତ ହେବା ଦରକାର। ମାର ସାମାନ୍ୟ ଭୁଲ ରହିଲେ ବା ମାର ଯଦି କିଛି ସାମାନ୍ୟ ଭୁଲ ହେଇଯାଏ ତାହା ପିଲାର ଅନେକ କ୍ଷତି ହୋଇପାରେ। ପିଲାର ସ୍ୱଭାବ, ରୁଚି, ପସନ୍ଦ, ବୈଶିଷ୍ଟ୍ୟ ସବୁ ମାର ନଖ ଦର୍ପଣରେ ରହିବା ଆବଶ୍ୟକ। କାରଣ ମା ବିନା ଗୋଟିଏ ପିଲାର ଉନ୍ନତି ସମ୍ଭବ ହେଇପାରେ ନା। ଠିକ୍ ସେମିତି ଏଇଟା ଥିଲା ପିତାମାତାଙ୍କର ସନ୍ତାନ ଚର୍ଯା ପାଇଁ ବା ତାଙ୍କ ପାଇଁ ତାଙ୍କର ଧାରଣ ପାଳନ ସମ୍ବେଦଶୀଳ ବ୍ୟକ୍ତିତ୍ୱ ପାଇଁ ଆମମାନଙ୍କୁ କିଛିଟା ସହନ କରିବାକୁ ପଡ଼ିବ ଏବଂ ତାଙ୍କର ପ୍ରତ୍ୟେକ ଦୁଃଖ ଅଳି ଏବଂ ଅର୍ଦ୍ଦଳିକୁ ସହ୍ୟ କରି ତାଙ୍କୁ ଠିକ୍ ବାଟରେ ପରିଚାଳିତ ହେବାକୁ ହେଲେ ଆମକୁ ସର୍ବପ୍ରଥମେ ସେଇ ବିଶ୍ୱନିୟନ୍ତଙ୍କ ନିକଟରେ ତାଙ୍କୁ ସମର୍ପିତ ହେବାକୁ ପଡ଼ିବ। ଏବଂ ପରବର୍ତ୍ତୀ ଅଧ୍ୟାୟରେ ଯଦି ଆମେ ଦେଖିବା ଯେଉଁ ପିଲାପିଲିମାନଙ୍କ ଭିତରେ କେଉଁ ପ୍ରକାର ଭାବଧାରା ସୃଷ୍ଟି କରିବା ବା କେଉଁ ପ୍ରକାର ସହନଶୀଳ ଗୁଣ ସେମାନଙ୍କ ଭିତରେ ସୃଷ୍ଟି କଲେ ଆମ ପରିବାରଟି ସୁନ୍ଦର ପରିବାରରେ ରୂପାନ୍ତରିତ ହେବ ଆଉ ଆମମାନଙ୍କର ପିଲାମାନେ ଅବାଟରେ ବାଟ ଦେବେ ନାହିଁ। ସେଥିପାଇଁ ସେ କହୁଛନ୍ତି ଯେ ପରମ ପୁରୁଷ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କର ଗୋଟିଏ ବାଣୀ ହେଉଛି, ଆରାଧ୍ୟ ଦେବ ପିତାଙ୍କୁ ତୁମେ ନିତ୍ୟ କର ନମସ୍କାର। ଆରାଧ୍ୟ ଦେବ ପିତାଙ୍କୁ ତୁମେ ନିତ୍ୟ କର ନମସ୍କାର, ଜନ୍ମଦାତା ତାଙ୍କୁ ହିଁ ଜାଣିବ ସେ ହିଁ ଅଟନ୍ତି ଶିବ ତୁମ। ଅର୍ଥାତ୍ ପିତାମାତା ହେଉଛନ୍ତି ଆମମାନଙ୍କ ପାଇଁ ଶିବ ଏବଂ ପାର୍ବତୀ। ତାଙ୍କୁ କିଭଳି ସମ୍ମାନ ଦିଆଯାଏ, ତାଙ୍କୁ କେଉଁ ଭାବରେ ଆମକୁ ଆପ୍ୟାୟିତ କରିବାକୁ ହେବ ଏବଂ ତାଙ୍କର ପ୍ରତ୍ୟେକ କଥାକୁ କେମିତି ଆମେ ମାନିପାରିବା ଏବଂ ତାଙ୍କୁ ଆମେ କେମିତି ସହନପଟୁ ହେଇପାରିବା, ସେଇ ଗୁଣ ଏଇ ପରମ ପୁରୁଷ ଶ୍ରୀ ଠାକୁରଙ୍କ ପାଖରେ ଶିଖିବାକୁ ମିଳେ। ଏଇ ଯେଉଁ ଠାକୁର ପରିବାର, ଯେଉଁ ପିତା ପୁତ୍ର ସମ୍ପର୍କ, ଯେଉଁଠି ମିଳଇ ନାମର ପସରା, ଭକତେ ହୁଅନ୍ତି ନାମେ ଆତ୍ମହରା। ଯେଉଁଠି ହୋଇ ପିତା ପୁତ୍ର ଲୀଳା, ଭକ୍ତ ଓ ଭଗବାନ ଅପରୂପ ଖେଳା। ଅର୍ଥାତ୍ ଏଠି ଭକ୍ତ ଆଉ ଭଗବାନଙ୍କର ଅପୂର୍ବ ଖେଳା ଚାଲିଛି। ଏଇ ପରମ ପୁରୁଷଙ୍କର ଲୀଳା ଚାଲିଛି। ଲୀଳାମାନ ହେବ କୀର୍ତ୍ତି ରହିଥିବ ଅନୁକୂଳ ନାମ ଧରି, ଦେଶ ବିଦେଶରୁ ଭକ୍ତ ଆସିବେ ସତସଙ୍ଗେ ଆଶା କରି। ନେମାଳ ମଠ ମହନ୍ତ ଅଚ୍ୟୁତାନନ୍ଦ ଦାସ 650 ବର୍ଷ ଏଇ କଥା ହିଁ ଲେଖିଥିଲେ ମାଳିକାରେ। ତେଣୁ ଏଇ ପୃଥିବୀ ପୃଷ୍ଠକୁ ଆସିବେ ଯେତେବେଳେ ମଣିଷ ମଧ୍ୟରେ ଭଲ ପାଇବାର ଭାବ ନଥିବ, ମଣିଷ ମଧ୍ୟରେ ସହନଶୀଳତାର ଭାବ ନଥିବ, ସେତେବେଳେ ଏଇ ପରମ ପୁରୁଷଙ୍କର ଆବିର୍ଭାବ ହେବ ଏଇ କଳି ଯୁଗରେ।
ଏବଂ ଏହି ପରମ ପୁରୁଷଙ୍କର ମଧ୍ୟ ଆବିର୍ଭାବ ହେଇଛି। ସେ ମଧ୍ୟ ଆମମାନଙ୍କୁ ସହଜରେ ଧରା ଦେଇଛନ୍ତି। ଆଉ ଆମେମାନେ ମଧ୍ୟ ଅପୂର୍ବ ଭାଗ୍ୟବାନ ଯେ ତାଙ୍କର ପରଶରେ ଆମେ ରହିପାରିଛନ୍ତି। ଆଉ ମଧ୍ୟ ପରମ ପୁରୁଷ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଠାକୁର ଗୋଟେ କଥା କହିକି ପାରିବ ଯିବ ଏହି ଧରା ତଳେ, କହିକି ପାରିବ ଯିବ ଏହି ଧରା ତଳେ, ପିତା ଜୀବନ୍ତ ଈଶ୍ୱର ଯାହାଙ୍କୁ ବୋଲନ୍ତେ ସକଳେ। ସେ କହୁଛନ୍ତି ଯେ ପିତାମାତା ଦେବାଦେବୀ ଏହି ଧରା ତଳେ, ପୂଜ ଜୀବ ପଦ ତାଙ୍କ ଭକ୍ତି ପୁଷ୍ପ ଜଳେ। ଅର୍ଥାତ୍ ଏହି ପୃଥିବୀ ପୃଷ୍ଠରେ ବା ପ୍ରତ୍ୟେକ ଜୀବ ପାଇଁ ବା ପ୍ରତ୍ୟେକ ମଣିଷ ପାଇଁ ତାଙ୍କର ପିତାମାତା ହେଉଛନ୍ତି ଜୀବନ୍ତ ଦେବତା। ଆଉ ମଧ୍ୟ ସେ କହୁଛନ୍ତି ପିତା ଧର୍ମ ପିତା କର୍ମ ପିତା ହିଁ ତପର ନନ୍ଦନା, ପିତୃପ୍ରୀତି ପ୍ରସାରି ଆଣେ ସବୁ ଦେବତାର ବନ୍ଦନା। ପୁଣି କହୁଛନ୍ତି ମାନେ ମା ହେଉଛନ୍ତି ପ୍ରତ୍ୟେକ ପିଲା ପାଇଁ ତାର ଜୀବନ ଉଦ୍ଧାତା, ତାକୁ ବାଟ ଦେଖାଇବାର ଏକ ପ୍ରମୁଖ ମାଧ୍ୟମ। ପିତାଟି ଶ୍ରଦ୍ଧା ମାତାଟି ଟାଣ, ସେଇ ପିଲା ହୁଏ ସାମ୍ୟ ପ୍ରାଣ। ଏଇ ଯେଉଁ ଠାକୁରଙ୍କର ବାଣୀ ଗୁଡ଼ିକୁ ଯଦି ଆମେ ପିଲାର ମର୍ମେ ମର୍ମେ ତାର ମାନସିକ ସ୍ତରରେ ଆମେ ତାକୁ ଜାଗ୍ରତ କରାଇ ପାରିବା, ତା ନିକଟରେ ସହନଶୀଳ ଗୁଣ, ପିତାମାତାଙ୍କୁ ଭଲ ପାଇବାର ଗୁଣ, ପରିବାର ଭିତରେ ଯେଉଁ ସୁସମ୍ପର୍କ ସୃଷ୍ଟି କରିବାର ଗୁଣଟା ଯଦି ଆମେ ସୃଷ୍ଟି କରାଇ ପାରନ୍ତି, ନିଶ୍ଚିତ ଭାବରେ ଆମର ରାମ ରାଜ୍ୟର ଯେଉଁ ପରିକଳ୍ପନା ସେଇଟା ସମ୍ଭବ ମଧ୍ୟ ହେଇପାରିବ। ପୁଣି ମଧ୍ୟ କହୁଛନ୍ତି ଏଇ ଯେଉଁ ସହନଶୀଳତା କେବଳ ଯେ ପିଲାପିଲିଙ୍କ ଭିତରେ ସୃଷ୍ଟି କରିବାର ଆବଶ୍ୟକତା ଅଛି ସେଇଆ ନୁହଁ, ପୁଣି ସ୍ତ୍ରୀ ପ୍ରତି ସ୍ୱାମୀର କେମିତି ସହନଶୀଳତା ରହିବା ଦରକାର, ସ୍ୱାମୀ ମଧ୍ୟ ସ୍ତ୍ରୀକୁ ମଧ୍ୟ କିପରି ସହନଶୀଳ ହେବ। ଯେମିତିକି ଶାଗ ଲୁଣି ହେଇଯିବାରୁ ପରମ ପୁରୁଷ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ସବୁତକ ଶାଗକୁ ମାଗି ଖାଇ ଦେଇଥିଲେ। କାରଣ ପରିବାରର ଯେତେବେଳେ ଅନ୍ୟ ବ୍ୟକ୍ତିମାନେ ଏହି ଶାଗକୁ ଭକ୍ଷଣ କରିବେ, ହୁଏତ ମାଙ୍କୁ ଲକ୍ଷ୍ମୀ ମାଙ୍କୁ କିଏ ଗାଳି ଦେଇପାରନ୍ତି। ଏଇଟା ଥିଲା ଶ୍ରୀ ଠାକୁରଙ୍କର ପରମ ପୂଜ୍ୟା ଲକ୍ଷ୍ମୀ ମାଙ୍କ ପ୍ରତି ଭଲ ପାଇବା ଆଉ ସହନଶୀଳତା ମଧ୍ୟ। ଆଉ ସ୍ୱାମୀଙ୍କର ଭାତ ଥାଳିରୁ ଗୋଡ଼ି ବାହାରିବାର ଦେଖି ନିଜର ହୃଦୟ ବିକଳ୍ପ ଯେତେବେଳେ କାନ୍ଦି ଉଠୁଥିଲା, ସେହି ସମୟରେ ବଡ଼ମାତାଙ୍କର ସମସ୍ତ ଦୋଷକୁ ସୁଧାରିବା ପାଇଁ ବା ପରମ ପୁରୁଷ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପ୍ରତି ଭଲ ପାଇବା ଆଉ ସହନଶୀଳତାର ନିଚ୍ଛକ ପ୍ରମାଣ ଦେବା ପାଇଁ ସେ ସମସ୍ତ ଚାଉଳର ଗୋଡ଼ି ବାଛିଦେବା ଆଜି ଆମମାନଙ୍କ ନିକଟରେ ନିଶ୍ଚିତ ଭାବରେ ଏକ ଆଦର୍ଶ ହୋଇ ରହିଛି ଏବଂ ରହିବ ମଧ୍ୟ। ଏବଂ ପରବର୍ତ୍ତୀ ଅଧ୍ୟାୟରେ ଯେତେବେଳେ ଆମେ ଦେଖିବା ଏଇ ଯେଉଁ ସହନଶୀଳତାର କଥା ଆମେ କହୁଛନ୍ତି, ଯେତେବେଳେ ଯେଉଁ ପାରିପାର୍ଶ୍ୱିକ ଜୀବନର କଥା କହିବା, ଜୀବନ ଚର୍ଯ୍ୟା ବା ପାରିପାର୍ଶ୍ୱିକ ଆମ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତି ଆଉ ଦମ୍ପତି ବା ଆମ ପରିବେଶରେ ରହୁଥିବା ପଡ଼ାପଡ଼ୋଶୀମାନଙ୍କ ସହିତ ମଧ୍ୟ ସମ୍ପର୍କ ବା ତାଙ୍କୁ ମଧ୍ୟ ସହି ବହି ଚାଲିବାର ପାଇଁ ପରମ ପୁରୁଷ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁଶ୍ରୁତି ସପ୍ତମ ଖଣ୍ଡ ସଂଜ୍ଞାରେ କହୁଛନ୍ତି ଯେ ପାରିପାର୍ଶ୍ୱିକ ପରିଚର୍ଯ୍ୟାରେ ସୁଷ୍ଠୁ ଶିଷ୍ଟ ନିୟନ୍ତ୍ରଣେ, ଭରଣ ପୂରଣ ଉଚ୍ଛଳତାରେ ଜଗେଇ ସମ୍ବେଗ ତାର ପ୍ରାଣେ, ଦୁଃଖ ଆଘାତ ଅବସାଦେ ରକ୍ଷା କରିଥାନ୍ତି ଯିଏ, ବହୁଦର୍ଶୀ ସେଇ ସୁଧି ହୁଅନ୍ତି ରାଜପାର୍ଷଦ ମନ୍ତ୍ରୀ ସିଏ। ସିଏ ମଧ୍ୟ ମାନେ ପ୍ରତ୍ୟେକଟି କଥାକୁ ଆମର ଜୀବନକୁ କୁସୁମିତ କରିବା ପାଇଁ, ଆମର ଜୀବନକୁ ସରସ ସୁନ୍ଦର ଏବଂ ମଧୁମୟ କରିବା ପାଇଁ ଶ୍ରୀ ଠାକୁରଙ୍କର ଯେଉଁ ଅମୋଘ ଅସ୍ତ୍ର ଏଇ ଯେଉଁ ବାଣୀ ଆମମାନଙ୍କୁ ଅନେକ କ୍ଷେତ୍ରରେ ମଧ୍ୟ ସହଯୋଗ କରିଛି ଏବଂ କରୁଥିବ ମଧ୍ୟ। କିନ୍ତୁ ପ୍ରଶ୍ନ ହେଉଛି ଆମେ ତାଙ୍କୁ କେତେ ମାତ୍ରାରେ ଗ୍ରହଣ କରିଛନ୍ତି ଏବଂ ତାଙ୍କର ଦିଆଯାଇଥିବା କଥାକୁ ଆମେ କେତେ ମାତ୍ରାରେ ପାଳନ କରୁଛନ୍ତି, ସେଇଟା ହେଉଛି ଆମ ପାଇଁ ଗୋଟିଏ ଅନେକ ପ୍ରଶ୍ନ ସୃଷ୍ଟି କରେ। ତେଣୁ ତାଙ୍କର କଥାକୁ ଯଦି ଆମେ ପାଳନ କରି ଚାଲିବା, ଏଇ ଯେଉଁ ସହିବା ଲୋକ ଯେଉଁ ବଡ଼, ଏଇ ସହିବାର ଗୁଣଟା ଆପେ ଆପେ ଆମ ଭିତରେ କ୍ରିଏଟ୍ ହେଇଯିବ। ସେଇ ସହିବାର ଗୁଣ କେମିତି ପରମ ପୁରୁଷଙ୍କ ନିକଟରେ ଥିଲା ତାକୁ ଆଉ ଟିକେ ଆମେ ପୁରୁଣା ପୃଷ୍ଠାରେ ମଧ୍ୟ ଟିକେ ତର୍ଜମା କରିପାରିବା। ତେଣୁ କହୁଛନ୍ତି ଯେ ସହିବା ଲୋକ ବଡ଼ ହୁଅନ୍ତି, ନ ସହିବା ଲୋକ ନାଶ ଯାଆନ୍ତି। ଏଇଟା ଥିଲା ଯେ ଶ୍ରୀ ଶ୍ରୀ ରାମକୃଷ୍ଣ ଦେବଙ୍କର ଗୋଟିଏ କଥା। ଯେତେବେଳେ ଲୋକ ଶିକ୍ଷା ପାଇଁ ଯେତେବେଳେ ଦେବାଦେବୀ ମାନେ ମଣିଷ ରୂପରେ ଜନ୍ମ ନିଅନ୍ତି ଏ ପୃଥିବୀ ପୃଷ୍ଠରେ ଲୋକମାନଙ୍କୁ ଶିକ୍ଷା ଦେବା ପାଇଁ, ତଥାପି ସେମାନଙ୍କ ଚରିତ୍ରରେ ମହତ୍ଵ ଗୁଣ ଥିବାରୁ ଧୀରେ ଧୀରେ ସମାଜରେ ମହାପୁରୁଷ ଭାବରେ ପରିଚିତ ହୋଇ ଉଠନ୍ତି। ତାଙ୍କ ଭିତରେ ଥିବା ସ୍ନେହ, ପ୍ରେମ, ଦୟା, କ୍ଷମା ପ୍ରଭୃତି ସୁଗୁଣ ଗୁଡ଼ିକ ତାଙ୍କଠାରେ ଜନ୍ମଗତ ଭାବରେ ଆସିଥାଏ। ଧୈର୍ଯ୍ୟ, ଶୌର୍ଯ୍ୟ, ଜ୍ଞାନ ଆଉ ବିବେକ ବଳରେ ଆଉ ବିଚାରବୋଧ, ସହନଶୀଳତା ଆଦି ଗୁଣ ଯୋଗୁଁ ସେମାନେ ଲୋକଙ୍କ ଆଖିରେ ବାରି ହୋଇ ପଡ଼ିଯାନ୍ତି। ପୁଣି କେତେ ଲେଖାଯାଏ ଯେ ଏମିତି କିଛି ମହାପୁରୁଷ ମାନେ ଆସନ୍ତି ତାଙ୍କର ଯେଉଁ ସରଳତାର ସୁଯୋଗ ନେଇ ତାଙ୍କୁ ଅନେକ ଲୋକ ମଧ୍ୟ କଷ୍ଟ ଦିଅନ୍ତି, ଅପମାନିତ କରନ୍ତି, ନିନ୍ଦିତ କରନ୍ତି, ଏମିତି ତାଙ୍କୁ ବହୁ ପ୍ରକାର ପରୀକ୍ଷା ବି କରନ୍ତି। କିନ୍ତୁ ସେ କିଛିର ପ୍ରତିବାଦ କରନ୍ତି ନାହିଁ, ବରଂ ସବୁ ସହ୍ୟ କରି ନିନ୍ଦୁକମାନଙ୍କୁ ସେ ଦୟା ଦେଖାନ୍ତି, ସେବା କରନ୍ତି ଆଉ ପ୍ରଶଂସା କରନ୍ତି। ଏହି ପରିପ୍ରେକ୍ଷୀରେ ଆମେ ଗୋଟିଏ ଛୋଟିଆ କଥା ନେଇପାରିବା, ଉଦାହରଣକୁ ନେଇପାରିବା ଯେ ପୁରାଣରେ ଯେଉଁ ଦୁର୍ବାସା ମହର୍ଷିଙ୍କର ନାଁ ଆମେ ସମସ୍ତେ ନିଶ୍ଚିତ ଜାଣିଥିବା ବା ଉଣାଦିକେ ଜାଣିଛନ୍ତି। ଦୁର୍ବାସା ଖୁବ୍ ବଦରାଗୀ ଥିଲେ। ସାଧାରଣତଃ ଦେଖାଯାଏ ଯିଏ
ସ୍ୱଭାବତଃ ରାଗି ହେଇଥାନ୍ତି ତାକୁ ଲୋକମାନେ ଆମ ସମାଜରେ ଦୁର୍ବାସା ବୋଲି ଡାକନ୍ତି। ଦିନେ ଦୁର୍ବାସା ଶ୍ରୀକୃଷ୍ଣଙ୍କ ରାଜସଭାରେ ପହଞ୍ଚି ତାଙ୍କର ଅତିଥି ହେବାକୁ ଚାହିଁଲେ। ଶ୍ରୀକୃଷ୍ଣ ସିଂହାସନରୁ ଓହ୍ଲାଇ ଆସି ଋଷିଙ୍କୁ ସ୍ୱାଗତ ଜଣାଇଲେ। ତାଙ୍କ ନିର୍ଦ୍ଦେଶରେ ରାଣୀମାନେ ମଧ୍ୟ ଋଷିଙ୍କର ଖୁବ୍ ସେବା ଯତ୍ନ କରିଛନ୍ତି। ଅତିଥିଙ୍କର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ, ତାଙ୍କ ସେବାରେ ଯେପରି ଟିକିଏ ବି ତ୍ରୁଟି ନ ହୁଏ, ସେଥିପ୍ରତି ସମସ୍ତଙ୍କର ନଜର ମଧ୍ୟ ଥିଲା। କିନ୍ତୁ ଚାହିଁଲା ମାତ୍ରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ତାଙ୍କ ନିକଟରେ ମଧ୍ୟ ପହଞ୍ଚିଗଲା। କିନ୍ତୁ ଦୁର୍ବାସାଙ୍କର ଥିଲା ଅଦ୍ଭୁତ ଖିଆଲ। ମନ କଲେ ସେ ହଜାର ଲୋକଙ୍କର ଖାଦ୍ୟକୁ ଏକାଥରେ ଖାଇଦିଅନ୍ତି, ପୁଣି କେତେବେଳେ ଆଦୌ ନ ଖାଇ ସବୁ ଖାଦ୍ୟ ଫିଙ୍ଗି ନଷ୍ଟ କରିଦିଅନ୍ତି। ଏଇ ଯେଉଁ ଗୁଣଟା ଦୁର୍ବାସାଙ୍କର ଗୋଟେ ଥିଲା ଅଦ୍ଭୁତ ଖିଆଲ। ମାଠିଆ ମାଠିଆ ଦୁଧରେ ହାତ ଧୁଅନ୍ତି। ଶ୍ରୀକୃଷ୍ଣ ରାଣୀମାନେ ଘଣ୍ଟା ଘଣ୍ଟା ବସି ତାଙ୍କର ପାଦ ସେବା କରୁଛନ୍ତି, ତଥାପି ତାଙ୍କ ମୁହଁରେ ଆହା ପଦଟିଏ ନାହିଁ। ଓଲଟା ଏ କ୍ଷୀର ଖାଇ ତାଙ୍କ ଅଇଁଠା ଶ୍ରୀକୃଷ୍ଣ ଆଉ ରୁକ୍ମଣୀଙ୍କ ଦେହରେ ବୋଳି ଚାଲିଲେ। ରୁକ୍ମଣୀଙ୍କର କାନ୍ଧରେ ଉପରକୁ କୁଦି ପଡ଼ି ତାଙ୍କୁ ବୋହି ନେବାକୁ କହିଲେ, କିନ୍ତୁ ରୁକ୍ମଣୀ ଋଷିଙ୍କୁ କାନ୍ଧରେ ବୋହି ନ ପାରି ତଳେ ପଡ଼ିଗଲେ। ସେହି ସମୟରେ ଯେଉଁ ପ୍ରତାପୀ ଦୁର୍ବାସା ଋଷି ରାଗିଗଲେ। ସର୍ବନାଶ ହୋଇଯିବ ଭାବି ଶ୍ରୀକୃଷ୍ଣ ପାଖକୁ ଦୌଡ଼ି ଆସିଲେ ଏବଂ ଦୁର୍ବାସାଙ୍କୁ ତାଙ୍କ କାନ୍ଧରେ ବସିବାକୁ କହିଲେ। ଶ୍ରୀକୃଷ୍ଣ ଆଉ ରୁକ୍ମଣୀଙ୍କ ସେବାରେ ସନ୍ତୁଷ୍ଟ ହୋଇ ଦୁର୍ବାସା କହିଲେ ଯେ ସେ ଉଭୟଙ୍କର ସେବା ପରାୟଣ ଓ ଧୈର୍ଯ୍ୟକୁ ପରୀକ୍ଷା କରୁଥିଲେ। ଇଏ ଥିଲା ଜଣେ ଗୁରୁଙ୍କର ଶିଷ୍ୟଙ୍କ ପ୍ରତି ପରୀକ୍ଷା। ଏଥର ଆମେ ଆଉ ଜଣେ ଯେ ଶିଷ୍ୟଙ୍କର ଗୁରୁ ବା ଭଗବାନଙ୍କୁ ପରୀକ୍ଷା କରିବାର କାହାଣୀ ବିଷୟରେ ଟିକେ ମଧ୍ୟ ଆମେ ତର୍ଜମା କରିବା। ସେହି ପୁରାଣ ଯୁଗର ଆଉ ଗୋଟିଏ କଥା ଯେ ଥରେ ଋଷିମାନଙ୍କ ମଧ୍ୟରେ ତାଙ୍କର ଆଲୋଚନା ଚାଲିଛି ଯେଉଁ ତିନି ଦେବତାଙ୍କ ବିଷୟରେ, ବ୍ରହ୍ମା, ବିଷ୍ଣୁ, ମହେଶ୍ୱର। ଏହି ତିନିଙ୍କ ମଧ୍ୟରେ କିଏ ବଡ଼, ଏହା ହିଁ ଥିଲା ତାଙ୍କର ତର୍କର ବିଷୟବସ୍ତୁ। କିନ୍ତୁ କେହି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତରେ ପହଞ୍ଚି ପାରୁନାହାନ୍ତି। ଶେଷରେ ଭୃଗୁଙ୍କ ଉପରେ ଦାୟିତ୍ୱ ଅର୍ପଣ କରାଯାଇଛି ଯେ ଏହି ତିନି ଦେବତାଙ୍କ ଭିତରେ କାହାକୁ ଆମେ ବଡ଼ ବୋଲି ସ୍ୱୀକାର କରିବା। ଭୃଗୁ ଭାବିଲେ ପରୀକ୍ଷା ଦ୍ୱାରା ଏଇ ଯେଉଁ ଜଟିଳ ସମସ୍ୟାର ସମାଧାନ କରିବା ପାଇଁ। ତେଣୁ ସେ ପ୍ରଥମେ ତାଙ୍କର ପିତା ବ୍ରହ୍ମାଙ୍କ ପାଖକୁ ଯାଇଛନ୍ତି ଏବଂ ଜାଣି ଜାଣି ବ୍ରହ୍ମାଙ୍କୁ ସେଦିନ ସେ ପ୍ରଣାମ କରିନାହାନ୍ତି କିମ୍ବା ସମ୍ମାନ ମଧ୍ୟ ପ୍ରଦର୍ଶନ କଲେ ନାହିଁ। ଭୃଗୁଙ୍କର ଏପରି ବ୍ୟବହାର ଦେଖି ବ୍ରହ୍ମା ଭୀଷଣ ବିରକ୍ତ ହେଲେ। ତାଙ୍କ ପାଖକୁ ଫେରିଆସି ଭୃଗୁ ଶିବଙ୍କ ପାଖରେ ପହଞ୍ଚିଲେ। ଯେତେବେଳେ ତାଙ୍କର ପିତା ବ୍ରହ୍ମା ତାଙ୍କ ଉପରେ ବିରକ୍ତ ହେଇଛନ୍ତି, ସେଠୁ ସେ ତାଙ୍କର ଉପଯୁକ୍ତ ଉତ୍ତର ପାଇ ନପାରି ସେ ଫେରିଆସିଛନ୍ତି ଶିବଙ୍କ ନିକଟକୁ। ଶିବ ଭୃଗୁଙ୍କ ପାଖରେ ଯେତେବେଳେ ଶିବ ଭୃଗୁଙ୍କୁ ପାଖରେ ପାଇଛନ୍ତି, ତାଙ୍କୁ ଆଲିଙ୍ଗନ କରିଛନ୍ତି। କିନ୍ତୁ ଶିବଙ୍କ ଦେହରେ ବୁଡ଼ି ହେଇଥିବା ଯେଉଁ ପାଉଁଶ ଗୁଡ଼ିକ ଭୃଗୁଙ୍କ ଦେହରେ ଲାଗିଯିବାରୁ ଭୃଗୁ ଅସନ୍ତୁଷ୍ଟ ହେଲେ ଏବଂ ଶିବ ବେଦକୁ ଅବମାନନା କରୁଛନ୍ତି ବୋଲି କହି ତାଙ୍କୁ ଭର୍ତ୍ସନା କଲେ। ଏହା ଦେଖି ଶିବ ଉତ୍କ୍ଷିପ୍ତ ହୋଇଗଲେ ଏବଂ ରାଗିଗଲେ ଏବଂ ନିଜର ତ୍ରିଶୂଳ ଧରି ଭୃଗୁଙ୍କୁ ଆଘାତ କରିବା ପାଇଁ ଲାଗିଛନ୍ତି। ସେଇଠାରୁ ଭୃଗୁ ପଳାଇ ଯାଇ ବୈକୁଣ୍ଠରେ ପହଞ୍ଚିଲେ। ସେତେବେଳେ ନାରାୟଣ ଅନନ୍ତ ଶୟନରେ ଥାନ୍ତି। ଭୃଗୁ ପହଞ୍ଚିବାରୁ ଲକ୍ଷ୍ମୀ ମଧ୍ୟ ସ୍ୱାମୀଙ୍କୁ ଉଠାଇବାକୁ ସାହସ କଲେନି। ବିଷ୍ଣୁ ନ ଉଠିବାରୁ ଭୃଗୁ ତାଙ୍କ ଛାତିରେ ଗୋଟିଏ ଗୋଇଠା ମାରିଛନ୍ତି ଏବଂ ଗୋଇଠା ମାଡ଼ ଖାଇ ବିଷ୍ଣୁ ନିଦରୁ ଉଠି ପଡ଼ିଲେ। ଭୃଗୁଙ୍କୁ ଦେଖି ଅତି ବିନୟର ସହିତ କ୍ଷମା ପ୍ରାର୍ଥନା କରୁଛନ୍ତି ଏବଂ ଋଷିକୁ ମଧ୍ୟ ସ୍ୱାଗତ ଜଣାଉଛନ୍ତି। ଋଷିଙ୍କର ଯେଉଁ କୋମଳ ପାଦରେ ଏ ଯେଉଁ କଣ୍ଟା ପଶି ଯାଇଥିବାର କଷ୍ଟ କାଳେ ହୋଇଥିବ ଏକଥା ଭାବି ନିଜ ହାତରେ ସେଦିନ ବିଷ୍ଣୁ ତାଙ୍କର ଗୋଡ଼ ଆଉଁସି ଦେଉଛନ୍ତି। ନାରାୟଣ ସେତେବେଳେ ତାଙ୍କର ଗୋଡ଼କୁ ଆଉଁସି ଦେଉଛନ୍ତି ଏବଂ ଭୃଗୁ ବିଷ୍ଣୁଙ୍କ ସେବାରେ ସନ୍ତୁଷ୍ଟ ହୋଇ ସେଠାରୁ ଫେରିଗଲେ ଓ ତିନି ଦେବତାଙ୍କ ମଧ୍ୟରେ ଯେଉଁ ତାଙ୍କର ଯେଉଁ ପରୀକ୍ଷା କରୁଥିଲେ, ଏଇ ଯେଉଁ ସହିବାର ଭାବ, ଏଇ ସହିବାର ଭାବରୁ ସେଇ ତିନି ଦେବତାଙ୍କ ଭିତରେ ସେ ତର୍ଜମା କରି କହିଥିଲେ ଯେ ବିଷ୍ଣୁ ହେଉଛନ୍ତି ପ୍ରକୃତରେ ବଡ଼ ଲୋକ ବୋଲି। ଦୁର୍ବାସା ଓ ଭୃଗୁ ଉଭୟ ଥିଲେ ମହାସାଧକ, ବାକ୍ସିଦ୍ଧ, ତ୍ରିକାଳଦର୍ଶୀ, ଜ୍ଞାନୀ, ଗୁଣୀ, ଯୋଗୀ ଏବଂ ମହାତପସ୍ୱୀ। ଶ୍ରୀକୃଷ୍ଣ ବା ବିଷ୍ଣୁ ତାଙ୍କ ପାଖରେ ଯେଉଁ ପରୀକ୍ଷା ଦେଲେ ତାହା ଗୌରବମୟ ଥିଲା। ସେହିପରି ଆମେ ଫେରିଆସିବା ବର୍ତ୍ତମାନର ସର୍ବଶ୍ରେଷ୍ଠ ବିବର୍ତ୍ତିତ ପୁରୁଷ, ଯୁଗ ପୁରୁଷୋତ୍ତମ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ପାଖକୁ। ଅନୁକୂଳ ଚନ୍ଦ୍ର ତାଙ୍କର ନର ଲୀଳାରେ ସ୍ୱଳ୍ପ ସମୟ ମଧ୍ୟରେ ଅତି ସାଧାରଣରୁ ଅସାଧାରଣ ପର୍ଯ୍ୟନ୍ତ ବିଭିନ୍ନ ଲୋକଙ୍କ ନିକଟରେ ବାରମ୍ବାର କଠିନ ପରୀକ୍ଷାର ସମ୍ମୁଖୀନ ମଧ୍ୟ ହେଇଛନ୍ତି। ଗୋଟିଏ ଦିନର ଘଟଣା, ପ୍ରଭୁ ଅନୁକୂଳ ଚନ୍ଦ୍ରଙ୍କର ଶରୀର ଅସୁସ୍ଥ ଯୋଗୁଁ ସେ ବିଛଣାରେ ଶୋଇ ରହିଛନ୍ତି। ଜଣେ ଯୁବକ ଆଶ୍ରମରେ ପହଞ୍ଚିଛନ୍ତି। ସେଠାରେ ଉପସ୍ଥିତ ଥିବା ଲୋକମାନଙ୍କୁ ଚଢ଼ା ଗଳାରେ ଗାଳି ଦେଉଛନ୍ତି। ସେ କହୁଛନ୍ତି, ମୁଁ ଚାହେଁ ତୁମର ଭଗବାନଙ୍କ ସ୍ତ୍ରୀ ନିଜ ହାତରେ ପାଣି ଆଣି ମୋର ଗୋଡ଼ ଧୋଇଦେବେ ଏବଂ ମୋର ସେବା କରିବେ। ଉକ୍ତ ଯୁବକଟି ଆଗରୁ ଅନେକ ଥର
ଆଶ୍ରମକୁ ଆସି ଅଯଥାରେ ମଧ୍ୟ ଗଣ୍ଡଗୋଳ ସୃଷ୍ଟି କରୁଥିଲା। ଆଶ୍ରମବାସୀଙ୍କୁ ଗାଳି ଗୁଲଜ କରିବା ସହ ବିଭିନ୍ନ ଉପାୟରେ ମଧ୍ୟ ହଇରାଣ ହରକତ କରୁଥିଲା। ଲୋକଟି ବଙ୍ଗାଳୀ କ୍ଷତ୍ରିୟ ଥିଲା ଏବଂ ତାର ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଟିକେ ଅଧିକ ଥିଲା। ସେଥିପାଇଁ ତା ମନରେ ଅନେକ ଅହଙ୍କାର ଥିଲା। ଅନୁକୂଳଙ୍କର ଇଙ୍ଗିତରେ ସେଦିନ ସେ ଯୁବକର ଦାବି ମୁତାବକ ସବୁ କାମ ଠିକ ଭାବରେ ମଧ୍ୟ ପୂରଣ କରାଯାଇଥିଲା। ତଥାପି କିନ୍ତୁ ସେହି ବ୍ୟକ୍ତିର ମନରେ ସନ୍ତୁଷ୍ଟି ହେଲା ନାହିଁ। ପଚାରି ବୁଝିଲା, ଅନୁକୂଳ କେଉଁଠି ଅଛନ୍ତି? ସିଧାସଳଖ ତାଙ୍କ ଶୋଇବା ଘରକୁ ପହଞ୍ଚିଲା ଏବଂ ତାଙ୍କ ଛାତିରେ ଶକ୍ତ 2 ଗୋଇଠା ମାରି କହିଲା, ତମ ଶିଷ୍ୟମାନେ ମୋତେ ଯାହା ଇଚ୍ଛା ତାହା ବ୍ୟବହାର କରୁଛନ୍ତି, ଆଉ ତମେ ଏଠି ଚୁପ୍ ହୋଇ ଆରାମରେ ଶୋଇଛ। ଠିକ୍ ଏହି ସମୟରେ ଅନୁକୂଳ ଚନ୍ଦ୍ରଙ୍କର ଛାତିରେ ଯେତେବେଳେ ଖୁବ୍ ଯନ୍ତ୍ରଣା ହେଉଥିଲା, କିନ୍ତୁ ସେ ଶାନ୍ତ ଗଳାରେ ଯୁବକକୁ ବସିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ଯୁବକ ରାଗରେ ତମ ହୋଇ ସେ ଘରୁ ବାହାରିଗଲା। ଗଲାବେଳେ ସେ କହୁଥିବାର ଶୁଣାଯାଇଥିଲା ଯେ ମୋ ଗୋଇଠା ଅନୁକୂଳଙ୍କୁ ଖୁବ୍ ବାଧିଥିବ। କିନ୍ତୁ ଠିକ୍ ହେଇଛି, ସେଦିନର ନାରାୟଣଙ୍କ ଛାତିରେ ଭୃଗୁର ପାଦ ଚିହ୍ନ ଆଉ ଅନୁକୂଳ ଚନ୍ଦ୍ରଙ୍କର ଛାତିରେ ସେଇ କାୟସ୍ଥର ପାଦ ଚିହ୍ନ, ଏ କଥା ଇତିହାସରେ ରହିବ ନିଶ୍ଚୟ। କହିବାର କଥା ହେଉଛି, ଏଇ ଯେଉଁ ସହିବାର ଭାବ ଆମେ କେବଳ ଶିଖିବାକୁ ପାଆନ୍ତି ସେହି ପରମ ପୁରୁଷଙ୍କ ନିକଟରୁ, ବିବର୍ତ୍ତିତ ପୁରୁଷମାନଙ୍କ ନିକଟରୁ, ଏହି ଆବିର୍ଭୂତ ଏବଂ ପ୍ରେରିତ ଯୁଗ ପୁରୁଷୋତ୍ତମଙ୍କ ନିକଟରୁ। ଏହି ପରମ ପୁରୁଷ ଯୁଗାବତାରୀ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁରଙ୍କର ଏଇ ଯେଉଁ ମହାନ ଗୁଣ, ମୋହନୀୟ ଗୁଣ ଆମମାନଙ୍କର ଆଦର୍ଶ ମଧ୍ୟରେ ପ୍ରତିଫଳିତ ହେବା ଦରକାର। ଆଶ୍ରମର ଯେଉଁ ପ୍ରାଣକେନ୍ଦ୍ର ଭକ୍ତମାନଙ୍କ ଅନ୍ତରରେ ଯେତେବେଳେ ଦେବତା ଏବଂ ସମସ୍ତଙ୍କର ସୁଖ ଦୁଃଖର ଚିରସାଥୀ ଅନୁକୂଳ ସେଦିନ ଦୁର୍ଦ୍ଦଶା ଦେଖି ଆଶ୍ରମବାସୀଙ୍କ ମନରେ ରାଗ ଆଉ ପ୍ରତିହିଂସାର ନିଆଁ ଜଳି ଉଠିଥିଲା। ହେଲେ ସେମାନେ ତାର କିଛି ବି କ୍ଷତି କରିପାରିଲେ ନାହିଁ। କାରଣ ଥିଲା ଅନୁକୂଳ ଚନ୍ଦ୍ରଙ୍କର ସେ କଳା ନିର୍ଦ୍ଦେଶ ଯେ କେହି ଯେପରି ଯୁବକର ଦେହରେ ହାତ ଟିପ ନ ଦିଅନ୍ତି କିମ୍ବା ତାକୁ ତିରସ୍କାର ନ କରନ୍ତି। କହିବାର କଥା, କାହାଣୀ ପୁରାଣରେ ହେଉ କିମ୍ବା ଇତିହାସରେ ହେଉ, ମହାପୁରୁଷମାନଙ୍କର ଏଇ ଯେଉଁ ଧୈର୍ଯ୍ୟ ଆଉ ସହନଶୀଳତାର ଗୁଣ ଯୁଗ ଯୁଗ ଧରି ଆମମାନଙ୍କୁ ତାଙ୍କର ବଡ଼ ପଣିଆର ପରିଚୟ ଦେଉଥିଲେ। ଏଇଠି ମଧ୍ୟ ଯେ ସତ୍ୟାନୁଶୀଳ ଗୋଟିଏ କଥା କହିପାରିବା, ତୁମେ ସତ୍ୟରେ ଅବସ୍ଥାନ କର, ଅନ୍ୟାୟକୁ ସହ୍ୟ କରିବାକୁ ଚେଷ୍ଟା କର, ପ୍ରତିରୋଧ କର ନାହିଁ, ଶୀଘ୍ର ହିଁ ପରମ ମଙ୍ଗଳର ଅଧିକାରୀ ହେବ। ଆଉ ସର୍ବଶେଷରେ ଆମମାନଙ୍କର ଗନ୍ତବ୍ୟ ହେଉଛି ଈଶ୍ୱର ପ୍ରାପ୍ତି, ଧାରଣ ପାଳନ ସଂବେଗଶୀଳ ବ୍ୟକ୍ତିତ୍ୱ, ଆଉ ଏହାର ଏକମାତ୍ର ହେଉଛି ଆଚାର୍ଯ୍ୟଙ୍କ ନିକଟରେ ସୁକୈନ୍ଦ୍ରିକ ଜୀବନଯାପନ। ଆଉ ଏହାରି ମାଧ୍ୟମ ଦେଇ ଆମର ବ୍ୟକ୍ତି, ଦାମ୍ପତ୍ୟ, ପରିବାର, ସମାଜ ଏବଂ ରାଷ୍ଟ୍ର ଜୀବନ ସୁଶୃଙ୍ଖଳିତ ହୋଇ ଉଠିବ। ଏଥିରେ ତେବେ ମାତ୍ର ସନ୍ଦେହର ଅବକାଶ ନାହିଁ। ତେଣୁ ଆମମାନଙ୍କୁ ସବୁ କଥାକୁ ସହ୍ୟ କରିବାକୁ ପଡ଼ିବ, ତାକୁ ତର୍ଜମା କରିବାକୁ ପଡ଼ିବ ଏବଂ ଗୋଟିଏ ଜିନିଷର ଖରାପ ଜିନିଷଟାକୁ ତର୍ଜମା କରି ତାକୁ ଡଷ୍ଟବିନ୍ ଫିଙ୍ଗି ଦେଇ ଆମକୁ ଭଲ ଜିନିଷଟିକୁ ଗ୍ରହଣ କରିବାକୁ ପଡ଼ିବ। କାରଣ ଭଲ ପାଇବାର ଚରମ ଯେଉଁଠି ଟିକକେ ମରମ ଖାଏ, ମେରୁ ସମକଳି ନିମିଷକେ ତହିଁ ରେଣୁ ସମ ଉଡ଼ିଯାଏ। ତେଣୁ ଆମମାନଙ୍କୁ ସେଥିପାଇଁ ସତ୍ରେ ନିମଜ୍ଜିତ ହେବାକୁ ପଡ଼ିବ, ସତ୍ସଙ୍ଗର ଆଶ୍ରୟ ଗ୍ରହଣ କରିବାକୁ ପଡ଼ିବ, ସତ୍ ନାମ ମନନ କରିବାକୁ ପଡ଼ିବ। ସର୍ବଶେଷରେ ସତ୍ ଯଦି ହୁଏ ସଙ୍ଗ ତୁମର, ଭାବ ଯଦି ହୁଏ ମହାନ ଉଚ୍ଚ, ବିଶ୍ୱ ଦୁଆରେ ସାଧନା ତୁମର ହେବନି ବ୍ୟର୍ଥ, ହେବନି ତୁଚ୍ଛ।